ମୋର ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏକ ନୂଆ କାହାଣୀକୁ ସ୍ୱାଗତ। ଆଜିର କାହାଣୀ ପ୍ରତିଶୋଧ। ଆସନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ରୂପେ ଶୁଣିବା। ଗୋଟିଏ ଗଛ ଡାଳରେ କାଉଟିଏ ବସା ବାନ୍ଧି ରହୁଥିଲା। ଗୋଟିଏ ବିରାଟ ସାପ ମଧ୍ୟ ସେହି ଗଛ ମୂଳରେ ରହୁଥିଲା। ସାପଟିର ଭୟଙ୍କର ରୂପ ଥିଲା। ସେ ବହୁତ ବଡ଼ ଥିଲା ଏବଂ କଳା ରଙ୍ଗର ଥିଲା। ଯେତେବେଳେ କାଉ ଅଣ୍ଡାରୁ କାଉ ଛୁଆ ଫୁଟନ୍ତି, ସେତିକି ବେଳେ ସାପଟି ବସାରେ ପଶି ଛୁଆଗୁଡ଼ାକୁ ଖାଇଯାଏ ଏବଂ ବାକି ଥିବା ଅଣ୍ଡାଗୁଡ଼ିକୁ ନଷ୍ଟ କରିଦିଏ। ଏହିପରି ଅନେକ ଥର ଘଟିବା ପରେ କାଉଟି ଆଉ ସହିପାରିଲା ନାହିଁ। ସେ ତାର ସାଥୀ କାଉକୁ କହିଲା, ଏହି ଭୟଙ୍କର ସାପ ଯୋଗୁଁ ଆମେ ଆମର ପିଲାମାନଙ୍କୁ ହରାଉଛେ, ଯେ କି ସବୁବେଳେ ଚାହିଁ ବସିଛି କେତେବେଳେ ଆମ ଛୁଆଗୁଡ଼ିକ ଫୁଟିବେ ଆଉ ସେ ସେମାନଙ୍କୁ ଖାଇବ। ପ୍ରକୃତରେ ଆମେ ବହୁତ ଅସହାୟ। ତେଣୁ ଆମେ ଚାଲ ଏଠାରୁ ପଳାଇ ଯିବା। ଏହା ଶୁଣି ସାଥୀ କାଉଟେ କାନ୍ଦି ପକାଇ କହିଲା, ଦେଖ, ମୁଁ ଏ ଗଛକୁ ବହୁତ ଭଲ ପାଏ, କାରଣ ମୁଁ ଜନ୍ମ ହେବା ଦିନଠାରୁ ଏହି ଗଛରେ ରହିଛି। ସେ ପୁଣି କହିଲା, ଆମର ଏ ଶତ୍ରୁକୁ ମାରିବା ପାଇଁ କିମ୍ବା ପାନେ ଦେବା ପାଇଁ ଗୋଟାଏ ଉପାୟ ବାହାର କରି ତାକୁ ନିଶ୍ଚିତ ରୂପେ ପାନେ ଦେବାକୁ ପଡ଼ିବ। କାଉଟି କହିଲା, ଆମେ କ'ଣ ତାକୁ ମାରିପାରିବା? ସେ ଗୋଟିଏ ବିରାଟ ସାପ ହୋଇଥିବା ବେଳେ ଆମେ ସାଧାରଣ କାଉ ଜାତି। ମା କାଉଟି ଏହି କଥାକୁ ଅତି ଦୁଃଖରେ କହିଲା, ଚାଲ, ଆମେ ତା ସହିତ ପାରିବା ନାହିଁ। ତେଣୁ ଆମେ ଏ ଗଛରୁ ପଳାଇଗଲେ ଯାଇ ଆମର ଭବିଷ୍ୟତ ପିଢ଼ି ବା ଆମ ଛୁଆମାନଙ୍କୁ ଆମେ ପାଇପାରିବା। ଏହା ଶୁଣି ସାଥୀ କାଉଟେ କହିଲା, ମୁଁ ନିଶ୍ଚିତ ଗୋଟାଏ ଉପାୟ ବାହାର କରିବି। ମୁଁ ଛୋଟ ଏବଂ ଦୁର୍ବଳ ହୋଇଥାଇପାରେ, କିନ୍ତୁ ମୋର ଅନେକ ଚତୁର ବନ୍ଧୁ ଅଛନ୍ତି, ଯେଉଁମାନେ ନିଶ୍ଚୟ ମୋତେ ଏହି ଦୁଃଖଦ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ନିଶ୍ଚିତ ଗୋଟିଏ ଉପାୟ ବାହାର କରିବେ। ଏଇଥରକ ମୁଁ ତାକୁ ଆଉ ଛାଡ଼ିବି ନାହିଁ। କାଉଟି ଏହାପରେ ତାର ଶିଆଳ ବନ୍ଧୁ ପାଖକୁ ଗଲା। ସେ କାଉର ସମସ୍ୟା କଥା ମନ ଦେଇ ଶୁଣିଲା ଏବଂ ବହୁତ ଭାବିବା ପରେ ଗୋଟିଏ ଉପଦେଶ ଦେଲା ଯେ, ଆମେ ନିଶ୍ଚୟ ଏହି ବଦମାସ ସାପଟିକୁ ଉପଯୁକ୍ତ ଶାସ୍ତି ଦେବା। ତେଣୁ ତୁମେ ଆଦୌ ବ୍ୟସ୍ତ ହୁଅ ନା। ତୁମକୁ ମୁଁ ଯାହା କହୁଛି ତୁମେ ସେହି କାମ କର। ତୁମେ ସେହି ଦେଖାଯାଉଥିବା ହ୍ରଦ ପାଖକୁ ଯାଅ। ସେଠାରେ ରାଣୀ ଏବଂ ତାଙ୍କର ଅନୁଚରୀମାନେ ସ୍ନାନ କରନ୍ତି। ତୁମେ ସେଠାରୁ ରାଣୀଙ୍କର ଗୋଟାଏ ହାର ନେଇ ଆଣି ସାପର କରଡ଼ରେ ଯେଉଁ ଗାତଟେ ଅଛି ସେଇଥିରେ ପକାଇଦେବ। ଏହା ଶୁଣି କାଉ ସଙ୍ଗେ ସଙ୍ଗେ ସେହି ହ୍ରଦ ପାଖକୁ ଉଡ଼ିଗଲା ଏବଂ ରାଣୀଙ୍କର ଆଗମନକୁ ଚାହିଁ ରହିଲା। କିଛି ସମୟ ଅପେକ୍ଷା କଲା ପରେ ରାଣୀ ସେଠାକୁ ତାଙ୍କର ଅନୁଚରୀମାନଙ୍କ ସହିତ ଆସିଲେ ଏବଂ ସବୁ ଗହଣା ହ୍ରଦ ଭିତରକୁ ପଶିବା ପୂର୍ବରୁ ଖୋଲି ରଖିଦେଲେ। ଯେତେବେଳେ ସେମାନେ ହ୍ରଦରେ ସ୍ନାନ କରିବା ଆରମ୍ଭ କଲେ, କୁଆଟେ ତ ଜଗି ବସିଥିଲା। ସେ ଚାହିଁ ରହିଥିଲା କେତେବେଳେ ତାକୁ ସୁଯୋଗ ମିଳିବ ଆଉ ସେ ତାର ବନ୍ଧୁ କହିଥିବା କଥାଟିକୁ କାମରେ ଲଗାଇବ। ସେ କୁଆଟି ତା ଥଣ୍ଟରେ ଗୋଟାଏ ମୂଲ୍ୟବାନ ହାର ଧରି ପଳାଇ ଆସିଲା। ରାଜାଙ୍କର ଚାକରମାନେ ଯେତେବେଳେ ଏ କଥା ଦେଖିଲେ, ସେମାନେ ତାଙ୍କର ବର୍ଚ୍ଛା ଏବଂ ତେଣ୍ଟା ଧରି କାଉ ପଛେ ପଛେ ଚାଲିଲେ। ସେହି ହାରଟି ଧରି କାଉ ସିଧା ସେହି ବଡ଼ ବରଗଛ ତଳେ ଥିବା ଗାତରେ ପକାଇଦେଲା। ରାଜାଙ୍କ ଚାକରମାନେ ସେହି ଗଛ ମୂଳରେ ଖୋଜିଲେ। ସେଠାରେ ଥିବା ଗାତଗୁଡ଼ିକୁ ଖୋଳିଲେ। ଖୋଳୁ ଖୋଳୁ ସେହି ଗାତଟିକୁ ଖୋଳିଲେ, ଯେଉଁଥିରେ ସେ ବିରାଟ କଳା ସାପଟି ଥିଲା। ସେମାନେ ଯେତେବେଳେ ପର୍ଯ୍ୟନ୍ତ ହାର ପାଇନାହାନ୍ତି, ସେମାନେ ବିଭିନ୍ନ ଗାତ ଖୋଜି ଚାଲିଲେ। ସେମାନେ ଖୋଳୁ ଖୋଳୁ ହାର ସହିତ ସେହି ବିରାଟ କଳା ସାପଟିକୁ ମଧ୍ୟ ଦେଖିଲେ। ଏପଟେ ସାପ ଲୋକମାନଙ୍କୁ ଦେଖି ନିଜର ଫଣା ଟେକିଲା। ତେଣୁ ସେମାନେ ତୁରନ୍ତ ସାପଟିକୁ ପିଟି ପିଟି ମାରିଦେଲେ ଏବଂ ରାଣୀଙ୍କ ହାରଟିକୁ ସେଠାରୁ ନେଇ ଚାଲିଗଲେ। ଏବଂ ତାଙ୍କର ମନ ବହୁତ ଖୁସି ଥିଲା, କାରଣ ଯଦି ସେମାନେ ହାରଟିକୁ ପାଇନଥାନ୍ତେ
ତାହେଲେ ସେମାନଙ୍କୁ ରାଜା ନିଶ୍ଚିତ ଦଣ୍ଡ ଦିଅନ୍ତେ। ଏହି କଥା ସବୁ ଦୂରରେ ଥାଇ ଶିଆଳ ଓ କାଉ ଦୁଇଟି ଦେଖୁଥିଲେ। ଯେତେବେଳେ ସାପଟି ମରିଗଲା ସେତେବେଳେ ଶିଆଳ ବନ୍ଧୁକୁ ଧନ୍ୟବାଦ ଦେଲେ ଆଉ ଯିଏ ଯାହା ଘରକୁ ଚାଲିଗଲେ। ଉଭୟ କାଉ ପରସ୍ପରକୁ ଚାହିଁ କହିଲେ, ସତରେ ଆମ ଶିଆଳ ବନ୍ଧୁ ପାଇଁ ଆମେ ଆମର ପ୍ରତିଶୋଧ ନେଇପାରିଲୁ। ତାପରେ ଆଉ କାଉମାନଙ୍କ ଛୁଆକୁ କେହି ମାରିଲା ନାହିଁ। ସେମାନେ ତାଙ୍କ ଛୁଆ ପିଲା ସହିତ ହସ ଖୁସିରେ ତାଙ୍କ ଜୀବନ ଅତିବାହିତ କଲେ। ଦିନେ କାଉଟି ତାର ସାଥୀ ମା କାଉକୁ କହିଲା, ଦେଖ, ଆମେ ଛୋଟ ହୋଇପାରୁ କିନ୍ତୁ ଠିକ୍ ଉପାୟ ପାଇବା ଯୋଗୁଁ ଆମେ ଆମର ପ୍ରତିଶୋଧ ନେଇପାରିଲୁ। ଏଇଠି ମୋ କାହାଣୀଟି ସରିଲା। ଆପଣମାନଙ୍କୁ ଭଲ ଭଲ କାହାଣୀ ଶୁଣିବା ପାଇଁ ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ମୋର ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରନ୍ତୁ। ତା ସହିତ କାହାଣୀଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବା ସହିତ ମୋର ଚ୍ୟାନେଲକୁ ଏବଂ ଭିଡ଼ିଓକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ। ଆମେ ଏହି କାହାଣୀରୁ କ'ଣ ଶିଖିଲେ ଜାଣିବା। ଆମେ ଏହି କାହାଣୀରୁ ଶିଖିଲେ ଯେ ଅନ୍ୟକୁ ଦୁର୍ବଳ ଭାବି ତାର ଅନିଷ୍ଟ କରିବା ଭୁଲ ଅଟେ। ଆମେ ଯାହାକୁ ଦୁର୍ବଳ ଆଉ ନିଜକୁ ସବଳ ଭାବି ହଇରାଣ କରୁଛେ, ଯଦି ତାହା ତାର ସହିବା ସୀମା ଅତିକ୍ରମ କରେ ତାହେଲେ ଆମେ ଯେତେ ସବଳ ହେଲେ ମଧ୍ୟ ସେ ଆମର ବିରାଟ କ୍ଷତି କରିଦେଇପାରେ। ଆଉ ଶିଖିଲେ ଯେ ଯଦି ଆମର ଜଣେ କ୍ଷତି କରୁଛି ତାହେଲେ ନିଜକୁ ଦୁର୍ବଳ ଭାବି ଚୁପଚାପ ରହିବା ଠାରୁ କୌଣସି ନା କୌଣସି ବୁଦ୍ଧି ଖଟାଇ ତାକୁ ପାନେ ଦେବା ଉଚିତ। ଆପଣମାନେ କାହାଣୀଟିକୁ ସମ୍ପୂର୍ଣ୍ଣ ରୂପେ ଶୁଣିଥିବା ଯୋଗୁଁ ଅଶେଷ ଅଶେଷ ଧନ୍ୟବାଦ। ତା ସହିତ ଆପଣମାନଙ୍କୁ ଅନୁରୋଧ, ମୋର ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବା ସହିତ ଭଲ ଭଲ କାହାଣୀ ଶୁଣିବା ପାଇଁ ଚାହୁଁଥିଲେ ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ଆପଣମାନେ ମୋର ପ୍ରତ୍ୟେକ କାହାଣୀର ନୋଟିଫିକେସନ୍ ପାଇପାରିବେ ଆଉ ଢେର ସାରା ଭଲ ଭଲ କାହାଣୀ ଶୁଣିପାରିବେ। ଭିଡ଼ିଓଟି କିପରି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବା ସହିତ ମୋର ଭିଡ଼ିଓକୁ ଲାଇକ୍ ଓ ସେୟାର ନିଶ୍ଚିତ କରିବେ। ଧନ୍ୟବାଦ।